हेलो स्टूडेंट्स। तो आज आम +3 फोर्थ सेमिस्टर पॉलिटिकल साइंस ऑनर्स मेजर पेपर 9 यूनिट 2 रो सिलेक्टेड शॉर्ट क्वेश्चन 2 मार्किया एवं 5 मार्किया क्वेश्चन आंसर डिस्कस करबा। मु ऑलरेडी मेजर पेपर 8 रो क्लास गुडिक कर देछि, तर प्लेलिस्ट मोर डिस्क्रिप्शन मध्ये अछि। ଆଉ ଆଜିକା କ୍ଲାସ୍ ଯଦି PDF ପାଇଁ ଚାହୁଁଛ ତେବେ ନିଶ୍ଚିତ ରୂପେ ଟେଲିଗ୍ରାମ ଗ୍ରୁପରେ ଆଡ୍ ହୁଅ, ଯାହାଫଳରେ ମୁଁ 2-3 ଘଣ୍ଟା ଭିତରେ କ୍ଲାସ୍ଟିର PDF ମୁଁ ଟେଲିଗ୍ରାମ ଗ୍ରୁପରେ ଅପଲୋଡ଼ କରିଦେବି, ତ ସମସ୍ତେ ଯାଇକି ଗ୍ରୁପରେ ଆଡ୍ ହେଇଯାଇପାର। ତ ଏବେ ଆସ ୟୁନିଟ୍ 2 ର ସିଲେକ୍ଟେଡ୍ ପ୍ରଥମେ ସର୍ଟ କ୍ୱେଶ୍ଚନ୍ ଡିସ୍କସ୍ କରିବା। ପ୍ରଥମ କ୍ୱେଶ୍ଚନ୍ କ'ଣ ଆସୁଛୁ? ଗ୍ରାମିକ୍ସ ଦେଶର ଦାର୍ଶନିକ ଥିଲେ ନା ଇଟାଲୀ ଦେଶର ଦାର୍ଶନିକ ଥିଲେ? ନେକ୍ସଟ କ୍ୱେଶ୍ଚନ୍, ଗ୍ରାମିକ୍ସ ମସିହାରେ ଜନ୍ମଗ୍ରହଣ କରିଥିଲେ? 1891 ମସିହାରେ ଗ୍ରାମିକ୍ସ ଜନ୍ମଗ୍ରହଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ୍, ଗ୍ରାମିକ୍ସ ମୁଖ୍ୟତଃ ଜଣେ ବାଦୀ ଅଟନ୍ତି ନା ମାନବବାଦୀ ଅଟନ୍ତି? ନେକ୍ସଟ କ୍ୱେଶ୍ଚନ୍ ଆସିବା, ଗ୍ରାମିକ୍ସ ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଥିଲେ ନା ତୁରିନ ବିଶ୍ୱବିଦ୍ୟାଳୟରେ? ନେକ୍ସଟ କ୍ୱେଶ୍ଚନ୍, ମସିହାରେ ଗ୍ରାମିକ୍ସ ମୃତ୍ୟୁବରଣ କରିଥିଲେ? 1937 ମସିହାରେ। ନେକ୍ସଟ କ୍ୱେଶ୍ଚନ୍, ସାର୍ଡିନିଆ ଭୂମଧ୍ୟ ସାଗରରେ ଏକ ଅଟେ? ଏକ ଦ୍ୱୀପ ଅଟେ। ନେକ୍ସଟ କ୍ୱେଶ୍ଚନ୍ ଆସିବା 7 କୁ ଆସିବା, ସାର୍ଡିନିଆଲ ଦ୍ୱୀପ ଓ ମଧ୍ୟରେ ଅବସ୍ଥିତ ନା ସ୍ପେନ୍ ଓ ଇଟାଲୀ ମଧ୍ୟରେ ସାର୍ଡିନିଆଲ ଦ୍ୱୀପ ଅବସ୍ଥିତ? ନେକ୍ସଟ କ୍ୱେଶ୍ଚନ୍, ସର୍ଦ ସମାଜକୁ ଭାବରେ ବର୍ଣ୍ଣନା କରାଯାଏ ନା ଅନ୍ଧବିଶ୍ୱାସୀ ଭାବରେ ବର୍ଣ୍ଣନା କରାଯାଏ? ନେକ୍ସଟ କ୍ୱେଶ୍ଚନ୍, ମସିହାରେ ଗ୍ରାମିକ୍ସ ତୁରିନ ବିଶ୍ୱବିଦ୍ୟାଳୟରୁ ମେଧାବୃତ୍ତି ପାଇଥିଲେ? 1911 ମସିହାରେ। ନେକ୍ସଟ କ୍ୱେଶ୍ଚନ୍, ଅନ୍ୟ 2 ଜଣଙ୍କ ସହ ମିଶି ଗ୍ରାମିକ୍ସ ଖବରକାଗଜ ଛାପିବା ଆରମ୍ଭ କରିଥିଲେ ନା ୱେଡେନ ନ୍ୟୁଭଙ୍କ ସହିତ? ନେକ୍ସଟ କ୍ୱେଶ୍ଚନ୍ ଯିବା, ମସିହାରେ ଗ୍ରାମିକ୍ସ ଇଟାଲୀରେ ସମାଜବାଦୀ ଦଳରେ ଯୋଗ ଦେଇଥିଲେ? 1913 ମସିହାରେ। ନେକ୍ସଟ କ୍ୱେଶ୍ଚନ୍, ନିଷ୍କ୍ରିୟ ବିପ୍ଳବ ତତ୍ତ୍ୱ ଗ୍ରାମିକ୍ସଙ୍କ ଜଣାପଡ଼େ ନା କାରାଗାର ଖାତାରୁ ଜଣାପଡ଼େ? ନେକ୍ସଟ କ୍ୱେଶ୍ଚନ୍, ରେ ପ୍ରତି ମୁହୂର୍ତ୍ତରେ ସଂକ୍ରମଣର ସମ୍ଭାବନା ଥାଏ ନା ନିଷ୍କ୍ରିୟ ବିପ୍ଳବରେ? ନେକ୍ସଟ କ୍ୱେଶ୍ଚନ୍ ଯିବା କ୍ୱେଶ୍ଚନ୍ ନମ୍ବର 14 କୁ ଆସିବା, ବିଶ୍ୱାସ କରୁଥିଲେ ଯେ ସାଧାରଣ ଜୀବନ ଧାରଣ ମାନର ଉନ୍ନତି ଆଣିବାକୁ ସାମାଜିକ ପରିବର୍ତ୍ତନ ଆବଶ୍ୟକ ନା ଗ୍ରାମିକ୍ସ ବିଶ୍ୱାସ କରୁଥିଲେ? କ'ଣ ବିଶ୍ୱାସ କରୁଥିଲେ ଗ୍ରାମିକ୍ସ? ସାଧାରଣ ଜୀବନ ଧାରଣ ମାନବର ଉନ୍ନତି ଆଣିବାକୁ ସାମାଜିକ ପରିବର୍ତ୍ତନର ଆବଶ୍ୟକ ଅଟେ। ନେକ୍ସଟ କ୍ୱେଶ୍ଚନ୍, ଓ ଙ୍କ ଦ୍ୱାରା ଗ୍ରାମିକ୍ସ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ ନା କାର୍ଲ ମାର୍କ୍ସ ଓ ଲେନିନଙ୍କ ଦ୍ୱାରା? ନେକ୍ସଟ କ୍ୱେଶ୍ଚନ୍, ତତ୍ତ୍ୱ ପାଇଁ ଗ୍ରାମିକ୍ସ ବହୁ ପରିଚିତ ଅଟନ୍ତି ନା ସାଂସ୍କୃତିକ ଆଧିପତ୍ୟ ପାଇଁ? ନେକ୍ସଟ କ୍ୱେଶ୍ଚନ୍, ର ଅର୍ଥ ହେଉଛି ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ନା ଆଧିପତ୍ୟର ଅର୍ଥ ହେଉଛି? ନେକ୍ସଟ କ୍ୱେଶ୍ଚନ୍, ଆଧିପତ୍ୟଗତ ଆଦର୍ଶ ଭାବେ ହେଉଛି ଏକ ଉଦାହରଣ ଯୁକ୍ତରାଷ୍ଟ୍ର ସରକାର? ଆଧିପତ୍ୟ ଆଦର୍ଶର ଏକ ଉଦାହରଣ। ନେକ୍ସଟ କ୍ୱେଶ୍ଚନ୍, ହାବେରମାସଙ୍କ ରଚନାବଳୀରେ ମୁଖ୍ୟତଃ ପ୍ରତିଫଳିତ ହୋଇଥାଏ ନା ଆଧୁନିକତା ପ୍ରତିଫଳିତ ହୋଇଥାଏ? ତ ଏବେ ଆସିବା ଗୋଟିଏ ବାକ୍ୟରେ ଉତ୍ତର ଦିଅ। ଆକର୍ଡିଂ NEP ଏକ୍ସାମ କ୍ୱେଶ୍ଚନ ପ୍ୟାଟର୍ନ ଅନୁସାରେ ତ କିଛି ରହିବ ଗୋଟିଏ ଶବ୍ଦ ଉତ୍ତର ଦିଅ ଏବଂ କିଛି ସର୍ଟ କ୍ୱେଶ୍ଚନ ରହିବ ଗୋଟିଏ ବାକ୍ୟରେ ଉତ୍ତର ଦିଅ। ଏଟା ହେଉଛି NEP ସିଲାବସ୍ ଅନୁସାରେ। ଓକେ, ତ ପ୍ରଥମ କ୍ୱେଶ୍ଚନ କ'ଣ ଆସୁଛୁ? ଗ୍ରାମିକ୍ସ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଆଣ୍ଟୋନିଓ ଗ୍ରାମିକ୍ସ 1891 ମସିହାରେ ଭୂମଧ୍ୟ ସାଗରରେ ଏକ ଦ୍ୱୀପ ସାର୍ଡିନିଆଲ ଠାରେ ଜନ୍ମଗ୍ରହଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ଗ୍ରାମିକ୍ସଙ୍କର ଆଧିପତ୍ୟ ବିରୋଧୀ ଧାରଣା କ'ଣ? ଗ୍ରାମିକ୍ସଙ୍କ ମତରେ ସମାଜରେ ରାଜନୈତିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଉପରେ ନାଗରିକ ସମାଜର ଏକ ବିକଳ୍ପ ହେମନିୟର ସୃଷ୍ଟି କରିପାରେ। ଆଧିପତ୍ୟ ବିରୋଧୀ ଚିନ୍ତାଧାରା, ତ ଏହା ଦ୍ୱାରା ପ୍ରତିବାଦ ଯଥେଷ୍ଟ ବୃଦ୍ଧି ପାଇବ। ନିଷ୍କ୍ରିୟ ବିପ୍ଳବ କ'ଣ? କାହାକୁ ଆମେ ନିଷ୍କ୍ରିୟ ବିପ୍ଳବ କହିବା? ନା ନିଷ୍କ୍ରିୟ ବିପ୍ଳବ ମଧ୍ୟରେ ଆପୋଷ ବୁଝାମଣା ସହିତ ପ୍ରାଧାନ୍ୟ ବିସ୍ତାର କରିବା ରାଜ୍ୟଗୁଡ଼ିକ ପାଇଁ ଏକ ବୃହତ ଭୂମିକା ଗ୍ରହଣ କରିବାର ଏକ ପ୍ରବୃତ୍ତି।
ନେକ୍ସଟ କ୍ୱେଶ୍ଚନ୍, ଇଟାଲୀୟ ସମାଜବାଦୀ ଦଳ କ'ଣ? ଇଟାଲୀୟ ସମାଜବାଦୀ ଦଳ କ'ଣ? ଏହା ଏକ ଜାତୀୟ ପରିସର ଏବଂ ଗଣତାନ୍ତ୍ରିକ ସଂଗଠନର ସହିତ ପ୍ରଥମ ଇଟାଲୀୟ ରାଜନୈତିକ ଦଳ ଭାବେ ଇଟାଲୀୟ ସମାଜବାଦୀ ଦଳର ଅନ୍ୟତମ ଅଟେ। ନେକ୍ସଟ ଆସିବା, ସମାଜରେ ବୁଦ୍ଧିଜୀବୀମାନଙ୍କର ଭୂମିକା ଉପରେ ଗ୍ରାମ୍ସି କ'ଣ କହିଥିଲେ? ସମାଜରେ ବୁଦ୍ଧିଜୀବୀମାନଙ୍କର ଭୂମିକା ଉପରେ ଗ୍ରାମ୍ସି କ'ଣ କହିଥିଲେ? ନା ସମାଜରେ ବୁଦ୍ଧିଜୀବୀମାନଙ୍କର ଭୂମିକାକୁ ନେଇ ଗ୍ରାମ୍ସି ବହୁତ ଚିନ୍ତା ପ୍ରକଟ କରିଥିଲେ। ପାରିବାରିକ ଜୀବନରେ ସମସ୍ତ ପୁରୁଷ ବୁଦ୍ଧିଜୀବୀ ଅଟନ୍ତି, ଯେଉଁଥିରେ ସମସ୍ତଙ୍କର ବୌଦ୍ଧିକ ଓ ଯୁକ୍ତ ଦକ୍ଷତା ମଧ୍ୟ ଅଛି। ନେକ୍ସଟ କ୍ୱେଶ୍ଚନ୍, ଆଣ୍ଟୋନିଓ ଗ୍ରାମ୍ସି କିଏ? ଆଣ୍ଟୋନିଓ ଗ୍ରାମ୍ସି ଜଣେ ଇଟାଲୀୟ ମାର୍କ୍ସବାଦୀ ଦାର୍ଶନିକ, ସାମ୍ବାଦିକ, ଭାଷାବିତ୍, ଲେଖକ ଓ ରାଜନେତା ଥିଲେ। ନେକ୍ସଟ କ୍ୱେଶ୍ଚନ୍, ଗ୍ରାମ୍ସିଙ୍କ ରଚନାବଳୀ ଗୁଡ଼ିକ କ'ଣ ଥିଲା? ଗ୍ରାମ୍ସି କାରାଗାରରେ 30ରୁ ଅଧିକ ନୋଟ୍ ବୁକ୍ ଏବଂ 3000 ପୃଷ୍ଠାର ଇତିହାସ ଏବଂ ବିଶ୍ଳେଷଣ ମଧ୍ୟ ଲେଖିଥିଲେ। ନେକ୍ସଟ କ୍ୱେଶ୍ଚନ୍, ଗ୍ରାମ୍ସିଙ୍କୁ ଜଣେ ନବ ମାର୍କ୍ସବାଦୀ ବୋଲି କାହିଁକି କୁହାଯାଏ? ନା ପାରମ୍ପରିକ ମାର୍କ୍ସବାଦୀ ଚିନ୍ତାଧାରାରେ ଅର୍ଥନୈତିକ ନିର୍ଣ୍ଣୟକୁ ଗ୍ରାମ୍ସି ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଏବଂ ସେଥିପାଇଁ ସେ ବେଳେବେଳେ ନବ ମାର୍କ୍ସବାଦୀ ଭାବେ ବର୍ଣ୍ଣନା କରାଯାଏ। ନେକ୍ସଟ କ୍ୱେଶ୍ଚନ୍ ଆସିବା, କ୍ୱେଶ୍ଚନ୍ ନମ୍ବର 9କୁ ଆସିବା। ରାଷ୍ଟ୍ର ସମ୍ବନ୍ଧରେ ଗ୍ରାମ୍ସି କ'ଣ କହିଛନ୍ତି? ନା ଗ୍ରାମ୍ସିଙ୍କ ହେଜିମନି ସିଦ୍ଧାନ୍ତ ତାଙ୍କ ପୁଞ୍ଜିବାଦୀ ରାଷ୍ଟ୍ରର ଧାରଣା ସହିତ ଜଡ଼ିତ, ଯାହାକୁ ସେ ବଳପ୍ରୟୋଗ ସହିତ ଇଚ୍ଛାର ସଂଯୋଗ ମାଧ୍ୟମରେ ଦର୍ଶାଇଛନ୍ତି। ନେକ୍ସଟ କ୍ୱେଶ୍ଚନ୍, ଜର୍ଜେନ୍ ହାବେରମାସ୍ କିଏ? ଜର୍ଜେନ୍ ହାବେରମାସ୍ କିଏ? ଜର୍ଜେନ୍ ହାବେରମାସ୍ ପାଶ୍ଚାତ୍ୟ ରାଜନୀତିକ ଚିନ୍ତନର ପରିମାଣବାଦ ପରମ୍ପରାର ଏକ ଜାଜ୍ୱଲ୍ୟମାନ ଚତୁଷ୍କୋଣ ତଥା ଜର୍ମାନୀର ବିଖ୍ୟାତ ଦାର୍ଶନିକ ଓ ସମାଜବାଦୀ ତତ୍ତ୍ୱବିତ୍ ଅଟନ୍ତି। ନେକ୍ସଟ କ୍ୱେଶ୍ଚନ୍, ହାବେରମାସ୍ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ନା ହାବେରମାସ୍ 1929 ମସିହାରେ ଜର୍ମାନୀରେ ରେନ୍ ପ୍ରଦେଶର ଡ୍ୟୁସେଲଡୋର୍ଫରେ ଜନ୍ମଗ୍ରହଣ କରିଥିଲେ। ନେକ୍ସଟ କ୍ୱେଶ୍ଚନ୍, ହାବେରମାସ୍ କ'ଣ ପାଇଁ ସୁପରିଚିତ? ନା ହାବେରମାସ୍ ତାଙ୍କର ଯୋଗାତ୍ମକ କାର୍ଯ୍ୟାନୁଷ୍ଠାନ ପଦ୍ଧତି ନିମନ୍ତେ ସୁପରିଚିତ ଅଟନ୍ତି। ନେକ୍ସଟ କ୍ୱେଶ୍ଚନ୍ ଆସିବା, କ୍ୱେଶ୍ଚନ୍ ନମ୍ବର 13କୁ ଆସିବା। ଆଧୁନିକ ଯୁଗର ସମାଲୋଚନାତ୍ମକ ଚିନ୍ତନର ପିତା କିଏ? ହାବେରମାସ୍ଙ୍କ ରଚନାବଳୀରେ ମୁଖ୍ୟତଃ ଆଧୁନିକତା ପ୍ରତିଫଳିତ ହୋଇଥାଏ। ହାବେରମାସ୍ଙ୍କୁ ଆଧୁନିକ ଯୁଗର ସମାଲୋଚନାତ୍ମକ ଚିନ୍ତାର ପିତା ବୋଲି କୁହାଯାଏ। ଏଟା ମଧ୍ୟ ଗୋଟେ ସର୍ଟ କ୍ୱେଶ୍ଚନ୍ ୱାନ୍ ଟାଇପ୍ ହେଇପାରିବ। ନେକ୍ସଟ କ୍ୱେଶ୍ଚନ୍, ଗ୍ରାମ୍ସିଙ୍କ ବସ୍ତୁବାଦକୁ କିପରି ଭାବେ ସମାଲୋଚନା କରିଥିଲେ? ନା ଗ୍ରାମ୍ସି ବିଶ୍ୱାସ କରୁଥିଲେ ଯେ ମାନବ ଇତିହାସକୁ ସାମୂହିକ ଓ ପାକ୍ଷିକ ନିର୍ଣ୍ଣୟ କରେ ଯେକୌଣସି ଦାର୍ଶନିକ ପ୍ରଶ୍ନ ଅର୍ଥପୂର୍ଣ୍ଣ କି ନୁହେଁ। ଗ୍ରାମ୍ସିଙ୍କ ଦୃଷ୍ଟିକୋଣ ଆଧ୍ୟାତ୍ମିକ ଶାସ୍ତ୍ର, ବସ୍ତୁବାଦ ଏବଂ ଏଞ୍ଜେଲ୍ସ ଏବଂ ଏଲେନ୍ଙ୍କ ଦ୍ୱାରା ବିକଶିତ ଧାରଣାର ବିପରୀତ ସିଦ୍ଧାନ୍ତ ମଧ୍ୟ ଅଟେ। ନେକ୍ସଟ କ୍ୱେଶ୍ଚନ୍, ନାଗରିକ ସମାଜ ଉପରେ ଗ୍ରାମ୍ସି କ'ଣ କହିଥିଲେ? ଗ୍ରାମ୍ସିଙ୍କ ମତରେ ନାଗରିକ ସମାଜ ଯାହା ସାଧାରଣତଃ ବ୍ୟକ୍ତିଗତ ଭାବରେ ଦେଖାଯାଏ କିମ୍ବା ଅଣରାଜ୍ୟ କ୍ଷେତ୍ର ଉଭୟ ରାଷ୍ଟ୍ର ଓ ଅର୍ଥନୀତି ଠାରୁ ଭିନ୍ନ, ଏହା ହେଉଛି ଏକ ସମିତି ଭିତ୍ତିକ ଅନୁଷ୍ଠାନ। ତ ଏହା ଥିଲା ଦୁଇ ପ୍ରକାର ସର୍ଟ କ୍ୱେଶ୍ଚନ୍। ଦେନ୍ ଆସିବା 2 ମାର୍କିଆ କ୍ୱେଶ୍ଚନ୍ ଗୁଡ଼ିକ ଉପରେ। ତ 2 ମାର୍କିଆ କ୍ୱେଶ୍ଚନ୍ ଗୁଡ଼ିକ ମୁଁ ଡିସ୍କସ୍ କରିନାହିଁ, ଡିସ୍କସ୍ କଲେ ଅଧିକ ଟାଇମ୍ ଯିବ। ତ ମୁଁ ଧୀରେ ଧୀରେ ସ୍କୋର କରି ଯାଉଛି, ଭିଡ଼ିଓଟିକୁ ଷ୍ଟପ୍ କରିକି ପଢ଼ିନିଅ। ଓକେ, ପ୍ରଥମ କ୍ୱେଶ୍ଚନ୍ କ'ଣ ଆସୁଛି? ଆଣ୍ଟୋନିଓ ଗ୍ରାମ୍ସି କିଏ? ହୁ ୱାଜ୍ ଆଣ୍ଟୋନିଓ ଗ୍ରାମ୍ସି? ନେକ୍ସଟ କ୍ୱେଶ୍ଚନ୍ କ'ଣ ଆସୁଛି? ଗ୍ରାମ୍ସିଙ୍କ ରଚନାବଳୀ ସମ୍ବନ୍ଧରେ ସମ୍ୟକ୍ ବିବରଣୀ ପ୍ରଦାନ କର। ତ ସବୁ 2 ମାର୍କିଆ କ୍ୱେଶ୍ଚନ୍ ଗୁଡ଼ିକ ସମସ୍ତେ ଗୋଟେ ଗୋଟେ କମେଣ୍ଟ କର। ନିଶ୍ଚିତ ରୂପେ କେଉଁ ଡିଷ୍ଟ୍ରିକ୍ଟର ପିଲା ତା ମଧ୍ୟ କମେଣ୍ଟ କରିକି ଯାଉ। ନେକ୍ସଟ କ'ଣ ଆସୁଛି? ନା 5 ମାର୍କିଆ କ୍ୱେଶ୍ଚନ୍ ଆସୁଛି। ଆଣ୍ଟୋନିଓ ଗ୍ରାମ୍ସିଙ୍କ ବୈଧତା ଭାବଧାରା ବର୍ଣ୍ଣନା କର। ଡେସ୍କ୍ରାଇବ୍ ଦ କନସେପ୍ଟ ଅଫ୍ ଲେଜିଟିମେସି ଅଫ୍ ଆଣ୍ଟୋନିଓ ଗ୍ରାମ୍ସି। 5 ମାର୍କିଆ କ୍ୱେଶ୍ଚନ୍, ଆଟଲିଷ୍ଟ 5 ପେଜ୍ କି 4 ପେଜ୍ ଲେଖିବା ପାଇଁ ପଡ଼ିବ।
ଯାହାଫଳରେ ଭଲ ମାର୍କଟି ଉଠିବ। ସମସ୍ତେ A+ ଆଣିବା ପାଇଁ ଟ୍ରାଏ କର। ଆଧିପତ୍ୟ ସମ୍ପର୍କରେ ଗ୍ରାମିସ୍ଙ୍କ ମତାମତ ଆଲୋଚନା କର। Thank you all.